ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଠୁରୁବୁରାଇ ଗ୍ରାମରେ ଶ୍ରୀ ଗୋପୀନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ଗତ 4 ଦିନ ଧରି ଚାଲି ଆସୁଅଛି। ବହୁ ପୁରାତନ ମନ୍ଦିର ହେତୁ ବହୁ ସଂଖ୍ୟାର ଭକ୍ତମାନଙ୍କ ସମାଗମ ହୋଇଥିବା ବେଳେ ହୋମଯଜ୍ଞ, ନାମଯଜ୍ଞ, ସଂକୀର୍ତ୍ତନ ସହ ଅନ୍ୟ ଯଜ୍ଞ କରାଯାଇ ଆସୁଅଛି। ବଡ଼ ଧୁମଧାମରେ ମନ୍ଦିର ପ୍ରତିଷ୍ଠା କରାଯିବା ବେଳେ ଭକ୍ତି ଭାବନାରେ ଥିବା ସମାଜସେବୀ ଓ ରାଜନେତାଙ୍କ ମଧ୍ୟ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ପ୍ରସାଦ ସେବନ କରିଛନ୍ତି। ଏଭଳି କାର୍ଯ୍ୟକ୍ରମ ବେଳେ ସେ ଧର୍ମ କାର୍ଯ୍ୟ ହେଉ ବା ମହତ୍ କାର୍ଯ୍ୟ ହେଉ ଲୋକଙ୍କ ପାଖରେ ରହିବା ଉଚିତ ବୋଲି ସମାଜସେବୀ ଅମ୍ବିକା ପ୍ରସାଦ ପଣ୍ଡା ମତ ପ୍ରକାଶ କରିଛନ୍ତି। ସେ ଦୁଃଖରେ ହେଉ ବା ସୁଖରେ ହେଉ କିମ୍ବା ଲୋକଙ୍କ ସ୍ୱାର୍ଥରେ ହେଉ ସବୁବେଳେ ମାନବ ସେବା କରିବା ପାଇଁ ତାଙ୍କର ଆଗ୍ରହ ରଖିଥିବା ଲକ୍ଷ୍ୟ କରିଛନ୍ତି। ସେ ଗଞ୍ଜାମ ଜିଲ୍ଲା ଶେରଗଡ଼ ଅଞ୍ଚଳର ଜଣେ ଯୁବ ନେତା ତଥା ସମାଜସେବୀ ବେଳେ ତାଙ୍କ ନାମ ଅମ୍ବିକା ପ୍ରସାଦ ପଣ୍ଡା ଅଟନ୍ତି। ସେ ଏହି ଅଞ୍ଚଳର ଜଣେ ସମାଜସେବୀ ଭାବେ ଅତି ପରିଚିତ ଅଛନ୍ତି। ସେହିଭଳି ଜଣେ ସୁଦକ୍ଷ ଯୁବନେତା ଭାବେ ସ୍ଥାନୀୟ ଲୋକଙ୍କ ପ୍ରିୟ ପାତ୍ର ଅଟନ୍ତି। କହିବାକୁ ଗଲେ ଯଦି ଲୋକଙ୍କ ଭିଡ଼ ହୋଇଛି ବୋଲି ଏହି ଅଞ୍ଚଳରେ ଦେଖାଯାଏ, ତେବେ ସେଠାରେ ଅମ୍ବିକା ଭାଇ ଅଛି ବୋଲି ସ୍ଲୋଗାନରୁ ହିଁ କେବଳ ଶୁଣାଯାଏ। ଖବର ମୁତାବକ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଠୁରୁବୁରାଇ ଗୋପୀନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ଚାଲିଛି। ଯୁବ ନେତା ତଥା ସମାଜସେବୀ ଅମ୍ବିକା ପ୍ରସାଦ ପଣ୍ଡା ସ୍ଥାନୀୟ ଅଞ୍ଚଳରେ ମହନ୍ତ ଶ୍ରୀ ପରମାନନ୍ଦ ଦାସଜୀ ମହାରାଜ, ବ୍ଲକ ଅଧ୍ୟକ୍ଷ ସରସ୍ୱତୀ ସେଠୀ, ସରପଞ୍ଚ ନୀଳାଞ୍ଚଳ ପାଣିଗ୍ରାହୀ, ସରପଞ୍ଚ ସୁରେଶ କୁମାର ବରଡ଼, ଗିରିଧର ପାଢ଼ୀ, ସମାଜସେବୀ ପ୍ରମୋଦ କୁମାର ପାଣିଗ୍ରାହୀ, ସାମ୍ବାଦିକ ନିମାଇ ଚରଣ ପଣ୍ଡା ପ୍ରମୁଖଙ୍କ ସମେତ 30ରୁ ଉର୍ଦ୍ଧ୍ୱ ଜନପ୍ରତିନିଧିଙ୍କୁ ଠୁରୁବୁରାଇ ଗ୍ରାମବାସୀମାନେ ବାଜଣା ବଜାଇ ଭବ୍ୟ ସ୍ୱାଗତ କରିଥିଲେ। ଠୁରୁବୁରାଇ ଗ୍ରାମର ସରପଞ୍ଚ ସାମ୍ବାଦିକ ନିମାଇ ଚରଣ ପଣ୍ଡା, ରାମକୃଷ୍ଣ ପାଣି, କୃଷ୍ଣଚନ୍ଦ୍ର ସାମନ୍ତରାୟ, ରଞ୍ଜିତ କୁମାର ପଲାଇଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ଏପରିକି ପୁଷ୍ପବୃଷ୍ଟି ସହ ଉତ୍ତରୀୟ ଦେଇ ଘଣ୍ଟ ମୃଦଙ୍ଗ ତାଳ ବଜାଇ ମନ୍ଦିର ପ୍ରତିଷ୍ଠା ସ୍ଥାନ ଓ ହୋମଯଜ୍ଞ ସ୍ଥଳକୁ ପାଛୋଟି ନେଇଥିଲେ। ପରେ ପରେ ପ୍ରସାଦ ସେବନ କରିବା ପାଇଁ ଅନୁରୋଧ କରିଥିଲେ। ଫଳରେ ଲୋକଙ୍କ ପାଇଁ ପ୍ରିୟ ପାତ୍ର ସହ ଅତି ନିକଟତର ହୋଇଥିବା ପରିବେଶ ଦେଖିବା ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଯେଉଁଠି ମନ୍ଦିର ପ୍ରତିଷ୍ଠା ହୁଏ ସେଠାରେ ତାଙ୍କୁ ଅମ୍ବିକା ପଣ୍ଡାଙ୍କୁ ଦେଖିବାକୁ ମିଳେ। ଯେଉଁଠି ଲୋକଙ୍କ ସହଯୋଗ ଓ ସହାୟତା ଦରକାର ପଡ଼େ ସେଠାରେ ମଧ୍ୟ ଏହି ବ୍ୟକ୍ତିଙ୍କୁ ଦେଖିବାକୁ ମିଳେ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବା ପାଇଁ ମିଳେ ବୋଲି ସ୍ଥାନୀୟ ଲୋକଙ୍କ ଚର୍ଚ୍ଚା ହୋଇଛି। विष्णु श्रद्धो विश्वरापर गुरु सहित ग्रामवासी ओम श्री परमात्मने नमः। शशिचक्रधरम देखिए